ଜୟ ଅବଧୂତ ବାବା। ଦେଖନ୍ତୁ, ମୁଁ ଆଜି ଗୋଟିଏ ଜିନିଷ ଆପଣମାନଙ୍କୁ କହୁଛି। ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ ଟିକେ କରନ୍ତୁ ଏବଂ ଏଇ ଯେଉଁ ଜ୍ଞାନ ଚର୍ଚ୍ଚାକୁ ସଦାସର୍ବଦା ଟିକେ ଆହରଣ କରିବାକୁ ଚେଷ୍ଟା କରନ୍ତୁ, ମନରେ ଜାଗ୍ରତ କରନ୍ତୁ। କାରଣ ଭଗବାନ ସମସ୍ତ ଜିନିଷକୁ ସୃଷ୍ଟି କରିଛନ୍ତି। ଆପଣ କିଛି ତିଆରି କରିନାହାନ୍ତି। ଏଠି ଏଇ ଯେଉଁ ଜାହାଜ, ଏଇ ଯେଉଁ କମାଣ, ଏଇ ଯେଉଁ ଲୋକ, ଏଇ ଯେଉଁ ଗଛ ବୃକ୍ଷ ଲତା ତରୁ ମାନେ ଯେଉଁମାନେ ଅଛନ୍ତି ଆଜି ଯାହାକୁ ଆପଣମାନେ ଭକ୍ଷଣ କରୁଛନ୍ତି, ସେ ମାଛ ହେଉ ମାଂସ ହେଉ ଯାହା ବି ହେଉ, ପ୍ରଥମେ ଆପଣ ଚିନ୍ତା କରନ୍ତୁ ଆପଣ କିଛି କରିନାହାନ୍ତି। ଏ ସଂସାରରେ ଆସିକି ଆପଣ କିଛି କରିନାହାନ୍ତି। ତାଙ୍କ ନାମକୁ ଗୁଣଗାନ କରିକି, ତାଙ୍କ ଆଶୀର୍ବାଦକୁ ଶ୍ରେୟ କରିକି ଆପଣମାନେ ଯାହା ଆଗେଇଛନ୍ତି, କିନ୍ତୁ ସବୁ କରୁଛନ୍ତି ପ୍ରଭୁ ନିଜେ କରୁଛନ୍ତି। ସୃଷ୍ଟିକର୍ତ୍ତା ସେ, ତେଣୁ ସୃଷ୍ଟିକି ସିଏ ତିଆରି କରିଛନ୍ତି। ଆଉ ସୃଷ୍ଟି ମଧ୍ୟ ତାଙ୍କ ହାତରେ ତିଆରି ହେଇଛି ଏବଂ ତାଙ୍କରି ନିର୍ଦ୍ଦେଶରେ ହିଁ ଚାଲୁଛି, ଆଉ ତାଙ୍କ ନିର୍ଦ୍ଦେଶରେ ହିଁ ସଂହାର ହେବ। ଇଏ ନାନାଦି ମୁନି ନାନା ମତେ ଫଳ ଫଳୁଛି ଜଗତେ। ଆଜ୍ଞା ଦେଖନ୍ତୁ, ମନୁଷ୍ୟକୁ ଭଗବାନ ସଂସାରରେ ଶ୍ରେଷ୍ଠ ପ୍ରାଣୀ ବୋଲି କରିଛନ୍ତି, ଶ୍ରେଷ୍ଠ ଜୀବ ବୋଲି କରିଛନ୍ତି। କାରଣ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ତେଣୁ ଆଜି ଆପଣମାନେ ଟିକେ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରନ୍ତୁ। କାରଣ ମୋର ପ୍ରଭୁଜୀ କ୍ରିଏସନ୍ ନିଜସ୍ୱ ଚ୍ୟାନେଲ୍ ଏବଂ ମୁଁ ଅଳ୍ପ ମୋର ଭ୍ୟୁଜ୍ ହଉ, ମୁଁ ସେଥିପାଇଁ ପଇସା ପାଇଁ ଲାଳାୟିତ ନୁହେଁ, କିନ୍ତୁ ଆପଣମାନେ ଦେଖୁଛନ୍ତି ବୋଲି ଗୋଟେ ମୋର ଭାବ, ଆପଣମାନଙ୍କ ପ୍ରତି ସ୍ନେହ ମଧ୍ୟ ବଢ଼ିବ। କିନ୍ତୁ ଗୋଟିଏ ଜିନିଷ, ସୃଷ୍ଟିକର୍ତ୍ତା ସିଏ, ପାଳନକର୍ତ୍ତା ସିଏ, ସଂହାରକର୍ତ୍ତା ସିଏ। ଆପଣ ହେଉଛନ୍ତି ନିମିଷକେ ମାତ୍ର। ଏଇ ମନୁଷ୍ୟ ହୁଅନ୍ତୁ, ପ୍ରାଣୀ ଜଗତ ହୁଅନ୍ତୁ, ଆପଣମାନେ ଦେଖିନାହାନ୍ତି 3 ଦିନ ତଳେ ହଠାତ୍ ଅନ୍ଧକାର କରିକି ଆସିଲା, ସବୁ ଗଛ ବୃକ୍ଷ ଭାଙ୍ଗିଦେଲା, ସବୁ ଗାଡ଼ି ଘୋଡ଼ା ଭାଙ୍ଗିଦେଲା, ଭାଙ୍ଗି ଦେଇକି ପୁଣି ପଳେଇଲା। ସିଏ ତାକୁ ଆପଣ ଅଟକେଇ ପାରିଲେ ନା? ସୃଷ୍ଟିର ସିଏ ହେଉଛି ସବୁ ଗୋଟିଏ ଗୋଟିଏ ଜିନିଷ। ତେଣୁ ୟାକୁ ଭଗବାନ ମଧ୍ୟ ତାକୁ ସୃଷ୍ଟି କରିଛନ୍ତି। ଯାହା ହେଇଗଲା ଭଲ ହେଲା, ଆଉ ଯାହା ବି ଆଗକୁ ହେବାକୁ ଅଛି ସେଇ ମଧ୍ୟ ଭଲ ହେବ। ଯାହା ମଧ୍ୟ ଘଟିବାକୁ ଯାଉଛି ସେ ମଧ୍ୟ ଠିକ୍ ଅଛି। କିନ୍ତୁ ଆପଣମାନେ ତାକୁ ଖାଲି ତର୍ଜମା କରୁଛନ୍ତି। ଆରେ ବାବୁ, ଧର୍ମ କ'ଣ? ଧର୍ମ ହେଉଛି ମନୁଷ୍ୟର ପ୍ରଥମ ଧର୍ମ ହେଉଛି ପ୍ରଥମେ ନିଜକୁ ଚିହ୍ନିବା, ନିଜ ଆତ୍ମାକୁ ଚିହ୍ନିବା, ପରମାତ୍ମାକୁ ଚିହ୍ନିବା, ସମାଜକୁ ଯେତେବେଳେ ଭଗବାନ ପଠାଇଛନ୍ତି ମନୁଷ୍ୟ ଜନ୍ମ ଦେଇକି ତାକୁ ଚିହ୍ନିବା। ଆପଣ ତାହା କରୁଛନ୍ତି ତ? ପଚାରନ୍ତୁ ନିଜ ଶରୀରକୁ, ନିଜ ମନକୁ, ନିଜ ଭେଦକୁ ଆପଣ ପଚାରନ୍ତୁ। ଆପଣ ଖାଲି ଏ ଲୋଭ ମୋହ ମାୟାରେ ଖାଲି ଆତଜାତ ହେଉଛନ୍ତି, ପ୍ରଚଳିତ ହେଉଛନ୍ତି ଏବଂ ୟାକୁ ସବୁ ଆପଣମାନେ ଶ୍ରେୟ ମନସ୍କ କରୁଛନ୍ତି। କିନ୍ତୁ କିଛି ଯିବନି ବାବୁ ଗଲାବେଳେ ଆପଣଙ୍କ ସହିତ। ହଁ, ଗୋଟିଏ ଜିନିଷ ଯିବ, ସିଏ ହେଉଛି ଆପଣଙ୍କର କର୍ମର ଫଳ। କି କର୍ମ କରିଛନ୍ତି? କିଂ କର୍ତ୍ତବ୍ୟ କରିଷ୍ୟାମି, ସଂସ୍କୃତରେ ଗୋଟିଏ ଅଛି। କ'ଣ କରିବାକୁ ପଡ଼ିବ ତାକୁ ଆପଣମାନେ ଚିନ୍ତା କରିକି କରନ୍ତୁ। କାହାକୁ ମାରିବେ, କାହାକୁ ରଖିବେ, କାହାକୁ ତାରିବେ, କାହାର ନଷ୍ଟ କରିବେ, କାହାର କ୍ଷତି କରିବେ, କାହାର ବର୍ବାଦ କରିବେ କାହାକୁ, ସେଇଟା ଆପଣମାନେ ବିଚାର କରନ୍ତୁ। ବିଚାରର ସମୟ ଏ କଳିଯୁଗରେ ମଧ୍ୟ ଅଛି। ସତ୍ୟ, ତ୍ରେତୟା, ଦ୍ୱାପର, କଳି ସବୁ ଯୁଗରେ ପ୍ରଭୁ ଥିଲେ। ଏ କଳିଯୁଗରେ ମଧ୍ୟ ପ୍ରଭୁ ଅଛନ୍ତି। ନାହାନ୍ତି ଏ ସୃଷ୍ଟି ଆତଜାତ ହେଉଛି କେମିତି? କିନ୍ତୁ ଆପଣମାନେ ଗୋଟିଏ ଜିନିଷ କରନ୍ତୁ ସବୁବେଳେ ସଦାସର୍ବଦା, ସିଏ ହିନ୍ଦୁ, ସିଏ ମୁସଲମାନ, ସିଏ ଜୈନ, ସିଏ ଖ୍ରୀଷ୍ଟିଆନ, ସେ ବୌଦ୍ଧ, ସିଏ ହେଉଛି ବାଇବେଲ, ନାନାଦି ପ୍ରକାର ସବୁ ତାଚ୍ଛଲ୍ୟ ଭାବ ନିଜ ଭିତରେ ଆପଣମାନେ ସବୁ ଗ୍ରହଣ କରୁଛନ୍ତି। ଏହାଦ୍ୱାରା କ'ଣ ହେଉଛି? ଆରେ ବାବୁ, ଆପଣ କହିଲେ ଆପଣଙ୍କ ଦେହରେ ଯେତେବେଳେ ମୃତ୍ୟୁଶଯ୍ୟାରେ ଗୋଟିଏ ଦିଆହେଉଛି ବ୍ଲଡ଼୍ଟେ, ସେଥିରେ ଲେଖା ରହୁଛି ଏଇଟା ମୁସଲମାନ, ଏଇଟା ଖ୍ରୀଷ୍ଟିଆନ, ଏଇଟା ହିନ୍ଦୁ, ଏଇଟା ଜୈନ, ଏଇଟା ବୌଦ୍ଧ, ଏସବୁ କିଛି ଲେଖା ରହୁଛି କି? ତେଣୁ ଜୀବନ ବଞ୍ଚିବା ପାଇଁ ଆପଣମାନେ ସେଇ ରକ୍ତଟିକୁ ଆପଣ ନିଜ ଶରୀରକୁ ନେଇଛନ୍ତି। ଏ ରକ୍ତ ମାଂସ ଶରୀର ଗଢ଼ିଛି କିଏ? ସ୍ୱୟଂ ପ୍ରଭୁ। ଆଜି କଳିଯୁଗରେ ମଧ୍ୟ ଅଛନ୍ତି ଶ୍ରୀକ୍ଷେତ୍ର ଧାମରେ, ଜଗତର ନାଥ ଜଗନ୍ନାଥ
ସମସ୍ତେ ସ୍ରଷ୍ଟା, ସୃଷ୍ଟି, ତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା, ପ୍ରଳୟକର୍ତ୍ତା ସମସ୍ତେ ତାଙ୍କୁ ମାନନ୍ତି। ଆବାଳ ବୃଦ୍ଧ ବନିତା ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। କିନ୍ତୁ ଆପଣମାନେ ସବୁ ଭୁଲି ଯାଉଛନ୍ତି। କେତେଜଣ ବାପା ମାଆଙ୍କ ସେବା କରୁଛନ୍ତି, ସମାଜ ସେବା କରୁଛନ୍ତି, ଗୁରୁଜନଙ୍କ ସେବା କରୁଛନ୍ତି, ପ୍ରାଣୀ ଜଗତକୁ ସେବା କରୁଛନ୍ତି। ଆରେ ବାବୁ, ଖାଇବା ଲାଗି ତ କିଛି ମନା ନାହିଁ। ବହୁତ ବାବାମାନେ ସବୁ କହୁଛନ୍ତି, ମୁଁ ଶୁଣୁଛି, ଖାଇବା ପାଇଁ କିଛି କୌଣସି ଆହାର ବ୍ୟବହାରକୁ ମନା ନାହିଁ। କାରଣ କାହିଁକି? ଯେହେତୁ ତାକୁ ତିଆରି କରିଛନ୍ତି ଭଗବାନ ସ୍ୱୟଂ। ଆଉ ତାକୁ ଯେବେ ଆପଣ ନ ଖାଇବେ, ନ ମାରିବେ, ସେ ମାଂସ ହେଉ, ମାଛ ହେଉ, ତୃଣ ହେଉ, ତୃଣ କ'ଣ ଗୋଟେ ଜୀବନ ନୁହଁ? ଘାସ ଗୋଟେ ଜୀବନ ନୁହଁ? ଗଛ ଗୋଟେ ଜୀବନ ନୁହଁ? ତାକୁ ପାଣି ଦେଇକି ଆପଣ ବଞ୍ଚାଇଲେ ପୁଣି କାଟିକି ଖାଉଛନ୍ତି ନା ନାହିଁ? ନା, ତାର ବି ରକ୍ତ ମାଂସ ଶରୀର, ତାର ବି ସମାଜ ଭିତରେ କିଛି ଦିନ ସେ ଆସିଛି ଗର୍ବିତ ହେବା ପାଇଁ, ବଞ୍ଚିବା ପାଇଁ, ଆପଣଙ୍କ ପେଟରେ ଲୀନ ହେବା ପାଇଁ, ଏ ସଂସାରରେ ଲୀନ ହେବା ପାଇଁ ସିଏ ମଧ୍ୟ ଆସିଛି। ତେଣୁ କୌଣସି ଖାଦ୍ୟ ଖରାପ ନୁହଁ। ଯେଉଁଟା ଆପଣଙ୍କୁ ରୁଚିକର ହେଲା ଆପଣ ଖାଆନ୍ତୁ, କିନ୍ତୁ ଖାଇବା ପୂର୍ବରୁ ଗୋଟିଏ ଜିନିଷ ଚିନ୍ତା କରନ୍ତୁ। ସବୁବେଳେ ଖାଇବା ପୂର୍ବରୁ ଯେଉଁ ଖାଦ୍ୟ ଥାଳି ପାଖରେ ବସିଛନ୍ତି ସେଠି ପ୍ରଭୁଙ୍କୁ ସ୍ମରଣ କରନ୍ତୁ। କାରଣ ପ୍ରଭୁ, ଏ ଖାଦ୍ୟ ତୁମର, ତୁମେ ଦେଇଛ, ମୁଁ ତାକୁ ଖାଉଛି। ସେ ମାଛ ହେଉ, ମାଂସ ହେଉ, ଯେକୌଣସି ଆରେ ବାବୁ, ଗୋରୁ ଦେହରେ ରକ୍ତ ଅଛି, କ'ଣ ଘୁଷୁରୀ ଦେହରେ ରକ୍ତ ନାହିଁ? ଘୁଷୁରୀ ଦେହରେ ରକ୍ତ ଅଛି, ଗୋଟେ ଛେଳି ଦେହରେ ରକ୍ତ ନାହିଁ? ଗୋଟେ ଛେଳି ଦେହରେ ରକ୍ତ ଅଛି, ଗୋଟେ କୁକୁଡ଼ା ଦେହରେ ରକ୍ତ ନାହିଁ? ଗୋଟେ କୁକୁଡ଼ା ଦେହରେ ରକ୍ତ ଅଛି, ଗୋଟେ ମାଛ ଦେହରେ ରକ୍ତ ନାହିଁ? ଆପଣମାନେ ସବୁ ବିଚାର ବିମର୍ଶ କରିକି ସବୁ ଜିନିଷ କରନ୍ତୁ। ଆପଣଙ୍କୁ ଯେଉଁଟା ଭଲ ନ ଲାଗିଲା ଆପଣ ଖାଆନ୍ତୁନି, ଆପଣଙ୍କୁ ଯେଉଁଟା ଭଲ ଲାଗିଲା ଆପଣ ଖାଆନ୍ତୁ, କିନ୍ତୁ ପ୍ରଥମେ ସମର୍ପିତ କରନ୍ତୁ ସେଇ ପ୍ରଭୁଙ୍କୁ। ପ୍ରଭୁଙ୍କୁ ସମର୍ପିତ କରିଦେଲେ ସେ ଅମୃତ ଭୋଜନ ହେଇଯାଏ। ସେ ମାଛ ହେଉ, ମାଂସ ହେଉ, ଶାଗ ହେଉ, ଅରୁଆ ହେଉ, ଡାଲମା ହେଉ, ଖଟା ହେଉ, ଖେଚୁଡ଼ି ହେଉ, ଯାହା ବି ହେଉ, ଭୋଗ ବି ହେଉ, ସେସବୁ ପ୍ରଭୁଙ୍କୁ ନୈବେଦ୍ୟ ହିସାବରେ ଟିକେ ସ୍ମରଣ କରିକି ଖାଇଲେ ସେ ହଜମ ଶକ୍ତି, ପାକ ଶକ୍ତି ବଢ଼ାଏ। ଶରୀରରେ ସବୁ ଜିନିଷକୁ ସିଏ ସାହାଯ୍ୟ କରେ, ସେ ଖାଦ୍ୟ ଯାଇକି। ଆଉ ଆପଣ ଖାଇଲା ବେଳେ ତ ମଦ ଟିକେ ପିଇ ଦେଉଛନ୍ତି, ନିଶାରେ ସବୁ କ'ଣ ଖାଇଯାଉଛନ୍ତି, ତାହେଲେ ଆପଣ ଜାଣିପାରୁନାହାନ୍ତି। ଆପଣ ତାଙ୍କୁ ମଦ ହେଉ, ପ୍ରଭୁଙ୍କୁ ଦିଅ, ସେ ସୃଷ୍ଟିରେ ନା। ଆରେ ବାବୁ, ଜଗତରେ କ'ଣ ମଦ ନଥିଲା? ମଧୁମଧିରା ପାନ ନ କରିଥିଲେ ମହିଷାସୁର କ'ଣ ମରିଥାନ୍ତା? ଉଲଗ୍ନ ନ ହୋଇଥିଲେ କ'ଣ ଦେବୀ ଦୁର୍ଗା ମହିଷାସୁରକୁ ବଦ୍ଧ କରିପାରିଥାନ୍ତେ? କାହିଁକି ମା ମଙ୍ଗଳା ତାଙ୍କୁ ସ୍ମରଣ କରାଇଲେ? ଯାହା ଆମ ଶାସ୍ତ୍ରରେ ଅଛି ସେମିତି ସବୁ ଶାସ୍ତ୍ରରେ ସମସ୍ତଙ୍କର ଥାଇପାରେ, ସବୁ ଧର୍ମର ଥାଇପାରେ। କେଉଁ ଧର୍ମକୁ ଆଖିଠାର ମାରିବାଟା ଆମର ଉଚିତ ନୁହଁ, ନ୍ୟାୟ ନୁହଁ। ତେଣୁ ଆଖିଠାର ମାରିବା କାହିଁକି? ଧର୍ମ ସବୁବେଳେ ଈଶ୍ୱର ଆଲ୍ଲା ତେରେ ନାମ ସବକୁ ସନମତି ଦେ ଭଗବାନ। କିନ୍ତୁ କର୍ମ କରନ୍ତୁ। କର୍ମଟା କେଉଁଟା କରିବେ ଆପଣ ଭାବି ଚିନ୍ତିକି ସେଇଟା କରନ୍ତୁ। କାହାର ନଷ୍ଟ କରିବେ କି କାହାର ଶେଷ କରିବେ, କାହାକୁ ବର୍ବାଦ କରିବେ, କାହାର ଖାଇଯିବେ, କାହାକୁ ଦେବେନି, କାହାର ଋଣକର୍ତ୍ତା ହେଇକି ମରିବେ, ସେଇଗୁଡ଼ିକୁ ଆପଣ ଚିନ୍ତା କରନ୍ତୁ। ହଉ, ତଥାପି ମୁଁ ଆପଣଙ୍କୁ ଏଇ ଜ୍ଞାନ ସ୍ୱରୂପ ସକାଳର ଭିଡ଼ିଓରେ ପଠେଇଲି। ଆପଣମାନେ ଟିକେ ବହୁମାତ୍ରାରେ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁମାତ୍ରାରେ କରନ୍ତୁ। କାରଣ ମୁଁ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର ନିଜସ୍ୱ ସମୀକ୍ଷାରୁ କିଛି କିଛି ଜ୍ଞାନ ସ୍ୱରୂପ ଆପଣମାନଙ୍କ ପାଖକୁ ପଠାଏ। ତାକୁ ଆପଣ ଗ୍ରହଣ କରିବେ ନ କରିବେ ସେ ହେଉଛି ଆପଣଙ୍କର ବିଚାର। ତେଣୁ ଜଗତର ନାଥ ଜଗନ୍ନାଥ, ପ୍ରଭୁ ବଳିୟାର ଭୁଜ, ଭଗିନୀ ମା ସୁଭଦ୍ରାମୟୀ ଅଗ୍ନିସମ୍ଭୂତା, ସୁଦର୍ଶନ, ଯିଏ ଦେଶକୁ ସବୁ କ୍ଷେତ୍ର ଉପରେ ପ୍ରଭୁ ହସ୍ତର ବଳୟ ସେ ତାଙ୍କୁ ପଠାନ୍ତି। ତେଣୁ ସମସ୍ତଙ୍କୁ ସେ ଗୋଟିଏ ରାଣ ରହିଲା। ଚିନ୍ତା କରନ୍ତୁ, କଳିଯୁଗ ହେଲେ ମଧ୍ୟ ଆଦେହରେ ସତ୍ୟ ଅଛନ୍ତି। କଳିଯୁଗ ପରେ ବାବୁ ସତ୍ୟ ଯେତେବେଳେ ଆସିବେ, କିଛି ଯେବେ ସତ୍ୟ ଲୋକ ନ ରହିବେ, ଏ ମଞ୍ଜି ରହିଲେ ସିନା ବିହାନ ହେବ, ଗଛ ବଢ଼ିବ, ପୁଣି ଗଛ ସାର ଦେଲେ ଗଛ ପୁଣି ଆଗକୁ ଆଗକୁ ବଢ଼ିବ। ଆଉ ସୃଷ୍ଟି କ'ଣ ପୁରା ପ୍ରଳୟ ହେଇଯିବ? ଏଇଟା ଭୁଲ ଜିନିଷ। ଯିଏ ବି କରନ୍ତୁ, ମୁଁ ମାଳିକାକୁ ମନା କରୁନି, ଆପଣମାନଙ୍କୁ ମନା କରୁନି, କି ତା ଭାଗବତକୁ ମନା କରୁନି। ସବୁକୁ ଆମେ ଲେଖିଛେ, କିନ୍ତୁ ଲେଖନି କରେଇଛନି ସିଏ ଯେ ଅଦୃଶ୍ୟ ଶକ୍ତି, ଯିଏ ସୃଷ୍ଟି, ସ୍ରଷ୍ଟା, ତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା, ପାଳନକର୍ତ୍ତା, ସଂହାରକର୍ତ୍ତା। ଇଏ ପଞ୍ଚଭୂତରେ ଆପଣ ଆସିଛନ୍ତି, ପଞ୍ଚଭୂତରେ ଲୀନ ହେବେ। କିନ୍ତୁ କ'ଣ କରିକି ଯିବେ, କ'ଣ ନ କରିକି ଯିବେ, ଆପଣଙ୍କ ସମୟରେ
ଯେତେବେଳେ ଆପଣ ଯିବା ସମୟରେ ଆସିବା ସମୟରେ ଲୋକ କେତେ ଖୁସି ଥିଲେ, ପୁଣି ଯିବା ସମୟରେ କେତେ ଲୋକ ଖୁସି ହେଉଛନ୍ତି, ତାକୁ ଦେଖିବାର ବେଳ ବାକି ରହିଲା। ଆପଣମାନେ ସେଇ ହିସାବରେ କର୍ମ କରନ୍ତୁ। ଆକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ମୁଁ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ଜଗନ୍ନାଥ ମହାପ୍ରଭୁ ଆପଣମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଜୟ ଜଗନ୍ନାଥ।